ଗୋଟେ ରିଏଲିଟି କଥା ଜାଣିଛୁ ମୋ ଭାଇ, ମୁଁ ଗୋଟେ କୁକୁର ପାଳିଥିଲି। ମୋ ସାଙ୍ଗମାନେ କହୁଥିଲେ ଭାଇ ଏଇଟା ପାଳିବା ଯୋଗ୍ୟ ନୁହେଁ, ଆକୁ ଯିବାକୁ ଦେ। କିନ୍ତୁ ମୁଁ ତ କଥା ଶୁଣିବା ଯୋଗ୍ୟ ବି ନଥିଲି। ମୁଁ ସମସ୍ତଙ୍କୁ ସାଇଡ୍ କରିକି ମୁଁ ସବୁବେଳେ ତା ଚିନ୍ତା ରହୁଥିଲି, ସେ ଖୁସିରେ ଅଛି, ସେ କ'ଣ ଖାଇଲା କି, ତାକୁ କେହି ହଇରାଣ କରୁନ ତ। ମୁଁ ତାକୁ ଫୁଲ ପରି ସାଉତି ରଖିଥିଲି। ବଦଳରେ ସେ କ'ଣ କଲା, ସେ ମୋତେ ହିଁ କାମୁଡ଼ିଲା। ଜବାବ ଏଇଆ ଦେଲା କି ତମେ ମୋତେ ସେଇ ସ୍ୱାଧୀନତା ଦେଇପାରୁନ ଯେ ସ୍ୱାଧୀନତା ମୁଁ ପାଇବାକୁ ଚେଷ୍ଟା କରୁଛି। ତେଣୁ ମୁଁ ତାକୁ ଯିବାକୁ ଦେଲି। କିଛି ସମୟ ଦିନ ପରେ ତାକୁ ଦେଖିଲି ରାସ୍ତା କଡ଼ରେ ମହାଶୟ ଅଳିଆ ଖାଉଥିଲେ, ଆଉ କିଛିଟା କୁକୁର ମାନେ ତାକୁ ବହୁତ ଖରାପ ଭାବରେ କାମୁଡ଼ୁଥିଲେ। ମୁଁ ସେଠି ପୁରା ଚୁପ୍ ହେଇକି ପଳେଇ ଆସିଲି। ଚୁପ୍ ହେଇକି ଆସିଲା ପରେ ସେଠି ଜଣା ପଡ଼ିଲା ଏଇଟା ଏଇଟାର ପ୍ରକୃତ ସ୍ୱାଧୀନତା। ଭାଇ ଏଇଟା ସେ କୁକୁର ପାଇଁ ନଥିଲା, ବୁଝିବା ଲୋକକୁ ନା ଖାଲି ଇଶାରା ହିଁ କାଫି।